ବହୁ ପୁରାଣା କାଳର କଥା। କାନ୍ୟ କବ୍ଜ ନାମକ ଗୋଟିଏ ଦେଶ ଥିଲା। କାନ୍ୟ କବ୍ଜର ରାଜା ତୁଙ୍ଗବଳ ନାମକ ଏକ ଯୁବକକୁ ଗୋଟିଏ ରାଜ୍ୟର ରାଜ୍ୟପାଳ ବା ଶାସକ ଭାବରେ ନିଯୁକ୍ତ କଲେ। ତୁଙ୍ଗବଳ ଦେଖିବାକୁ ଯେପରି ସୁନ୍ଦର ସେହିପରି ମଧ୍ୟ ଧନବାନ। ରାଜ୍ୟର ଶାସକ ଭାବରେ ନିଜର କାର୍ଯ୍ୟ ମଧ୍ୟ ସୁଚାରୁ ରୂପେ ସମ୍ପାଦନ କରୁଥାନ୍ତି। ଦିନେ ତୁଙ୍ଗବଳ ରାସ୍ତାରେ ଚାଲି ଚାଲି ବୁଲୁଥାନ୍ତି। ରାସ୍ତାର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟ ତାକୁ ମୁଗ୍ଧ କରୁଥାଏ। ଏହି ସମୟରେ ସେ ହଠାତ୍ ଏକ ଅପରୂପ ସୌନ୍ଦର୍ଯ୍ୟବତୀ ତରୁଣୀକୁ ରାସ୍ତା ପାର ହେଉଥିବାର ଦେଖିଲେ। ସେହି ତରୁଣୀଟିର ନାମ ହେଉଛି ଲାବଣ୍ୟବତୀ। ସେ ସେହି ରାଜ୍ୟର ଧନୀ ବଣିକଙ୍କର ପତ୍ନୀ ଥିଲେ। ତୁଙ୍ଗବଳ ଲାବଣ୍ୟବତୀକୁ ଦେଖିବା ମାତ୍ରକେ ତାଙ୍କର ଅପରୂପ ସୌନ୍ଦର୍ଯ୍ୟ ତାଙ୍କୁ ମୁଗ୍ଧ କଲା। ଚତୁର୍ଦିଗରେ ତାଙ୍କୁ ଖାଲି ଲାବଣ୍ୟବତୀର ରୂପ ହିଁ ଦେଖାଗଲା। ଅନ୍ୟ ଭାଷାରେ କହିଲେ ପ୍ରଥମ ଦେଖାରେ ସେ ଲାବଣ୍ୟବତୀକୁ ନିଜର ପତ୍ନୀ ରୂପେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କଲେ। ସେ ସଙ୍ଗେ ସଙ୍ଗେ ତାଙ୍କର ମନ କଥା ଦୂତ ନିକଟରେ ପ୍ରକାଶ କଲେ ଓ ଦୂତକୁ ଲାବଣ୍ୟବତୀଙ୍କ ନିକଟକୁ ପଠାଇଲେ। ଦୂତଟି ଲାବଣ୍ୟବତୀଙ୍କ ନିକଟରେ ପହଞ୍ଚି ତୁଙ୍ଗବଳ କହିଥିବା କଥା ସବୁ ବର୍ଣ୍ଣନା କରିବାକୁ ଲାଗିଲା। ଦୂତର କଥା ଶୁଣି ଲାବଣ୍ୟବତୀ କହିଲେ, ମୁଁ ବର୍ତ୍ତମାନ ଜଣେ ବିବାହିତା ମହିଳା। ମୋର ସ୍ୱାମୀ ଏହି ସହରର ଧନୀ ବଣିକମାନଙ୍କ ମଧ୍ୟରୁ ଜଣେ। ମୁଁ ମୋର ସ୍ୱାମୀଙ୍କ ପ୍ରତି ଏକାନ୍ତ ଅନୁଗତ। ସେ ମୋର ସବୁକିଛି। ମୁଁ ତାଙ୍କୁ ବାଦ୍ ଦେଇ ଅନ୍ୟ ଜଣେ ପୁରୁଷକୁ ସାକ୍ଷାତ କଲେ ମୋର ସ୍ୱାମୀଙ୍କ ନିକଟରେ ବିଶ୍ୱାସ ହରାଇବି। ମୁଁ ମୋର ସ୍ୱାମୀ ଦେବଙ୍କୁ ପ୍ରାଣ ଭରି ଭଲ ପାଏ। ମୁଁ ତାଙ୍କଠାରେ ପୂର୍ଣ୍ଣ ମାତ୍ରାରେ ସମର୍ପିତା। ସେ ମୋତେ ଯାହା କହନ୍ତି ମୁଁ ତାକୁ ସାଦରରେ ଗ୍ରହଣ କରେ। ତେଣୁ ତୁମେ ତୁମର ଶାସକ ତୁଙ୍ଗବଳଙ୍କୁ ଏହି ସମସ୍ତ ଘଟଣା ଯାଇ ତୁରନ୍ତ କୁହ। ଲାବଣ୍ୟବତୀଙ୍କ କଥା ଶୁଣିସାରି ଦୂତଟି ଫେରି ଆସିଲା ଓ ସମସ୍ତ ଘଟଣା ତୁଙ୍ଗବଳଙ୍କ ନିକଟରେ ପ୍ରକାଶ କଲା। ଦୂତର କଥା ଶୁଣି ତୁଙ୍ଗବଳ ଆଶ୍ଚର୍ଯ୍ୟ ହୋଇଗଲେ। ଲାବଣ୍ୟବତୀ ଯେ ଜଣେ ବିବାହିତା ମହିଳା ଏହା ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା। ଯଦିବା ସେ ଜଣେ ବିବାହିତା ମହିଳା, ତାଙ୍କର ସ୍ୱାମୀ କ'ଣ ତାଙ୍କୁ ମୋ ହାତରେ ସମର୍ପି ଦେଇପାରିବେ? ଏହି କଥା ତୁଙ୍ଗବଳ ଚିନ୍ତା କରୁଥାନ୍ତି। ଏହି ସମୟରେ ହଠାତ୍ ଜଣେ ଚତୁର ବ୍ୟକ୍ତି ତୁଙ୍ଗବଳଙ୍କୁ କହିଲା, ମୁଁ ଆପଣଙ୍କୁ ଗୋଟିଏ ଛୋଟ କଥା କହୁଛି, ଶୁଣନ୍ତୁ। କଥାରେ ଅଛି, ଯେଉଁ କାର୍ଯ୍ୟ ସାହସ ଓ ବୀରତ୍ୱ ମାଧ୍ୟମରେ ହାସଲ କରାଯାଇପାରେ ନାହିଁ, ବିଭିନ୍ନ ଉପାୟ ବା କୌଶଳ ଅବଲମ୍ବନ କରି ସେହି କାର୍ଯ୍ୟରେ ବିଜୟ ହାସଲ କରାଯାଇପାରେ। ବ୍ୟକ୍ତିଟିର ଉପଦେଶ ତୁଙ୍ଗବଳଙ୍କ ମନକୁ ବେଶ୍ ପାଇଲା। ତାରି କଥା ଅନୁସାରେ ତୁଙ୍ଗବଳ ଚତୁରଦତ୍ତ ନାମକ ଏକ ଯୁବକ ବଣିକକୁ ଏହି କାର୍ଯ୍ୟ ପାଇଁ ନିୟୋଜିତ କଲେ। ଚତୁରଦତ୍ତ ତୁଙ୍ଗବଳଙ୍କୁ ଲାବଣ୍ୟବତୀଙ୍କୁ କିପରି ପାଇପାରିବେ ସେ ସମ୍ପର୍କରେ ନିର୍ଭର ପ୍ରତିଶ୍ରୁତି ଦେଲେ। ଦିନେ ତୁଙ୍ଗବଳ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ସ୍ନାନ ସାରି ସେବକମାନଙ୍କୁ କହିଲେ, ମୁଁ ଆଜିଠାରୁ ମାତା ଗୌରୀଙ୍କର ଉପାସନା କରିବାକୁ ଯାଉଛି। ଏହି ଗୌରୀ ବ୍ରତ ମୁଁ 1 ମାସ ପର୍ଯ୍ୟନ୍ତ ପାଳନ କରିବି। ପ୍ରତିଦିନ ତୁମ୍ଭେମାନେ ଏକ ଏକ ଯୁବତୀ ନାରୀ ଯେଉଁମାନେ କି ସମ୍ଭ୍ରାନ୍ତ ପରିବାରର ହୋଇଥିବେ ସେମାନଙ୍କୁ ଏଠାକୁ ଆଣିବ। ତୁଙ୍ଗବଳଙ୍କ କଥା ଶୁଣି ଚତୁରଦତ୍ତ ସଙ୍ଗେ ସଙ୍ଗେ ନିଜ କାମରେ ଲାଗି ପଡ଼ିଲେ। ପ୍ରତିଦିନ ସେ ଯୁବତୀ ନାରୀମାନଙ୍କୁ ତୁଙ୍ଗବଳଙ୍କ ନିକଟକୁ ଆଣନ୍ତି। ତୁଙ୍ଗବଳ ସେହି ଯୁବତୀ ନାରୀମାନଙ୍କୁ ସ୍ପର୍ଶ ନ କରି ସେମାନଙ୍କୁ ମୂଲ୍ୟବାନ ଅଳଙ୍କାର, ଦାମୀ ଶାଢ଼ୀ ଏବଂ ନାନାଦି ବିଳାସପୂର୍ଣ୍ଣ ସାମଗ୍ରୀ ଦାନ କରନ୍ତି।
ଏହାପରେ ଯୁବତୀ ନାରୀମାନେ ସୁଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି। ତୁଙ୍ଗବଳଙ୍କର ଏତାଦୃଶ କାର୍ଯ୍ୟକଳାପ ସହର ସାରା ବ୍ୟାପିବାକୁ ଲାଗିଲା। ଲାବଣ୍ୟବତୀର ସ୍ୱାମୀ ମଧ୍ୟ ଏହି କଥା ଜାଣିବାକୁ ପାଇଲା। ସେ ତାର ସ୍ତ୍ରୀକୁ ଧରି ଯେଉଁଦିନ ତୁଙ୍ଗବଳଙ୍କର ପୂଜା ଶେଷ ହେବ ସେହିଦିନ ନେଇ ଆସିଲା। ଲାବଣ୍ୟବତୀର ସ୍ୱାମୀ ଥିଲା ପରମ ଲୋଭୀ। ସେ ଯେତେବେଳେ ଦେଖିଲା ତୁଙ୍ଗବଳ ଏତେ ଧନରତ୍ନ ନାରୀମାନଙ୍କୁ ପ୍ରଦାନ କରୁଛନ୍ତି ତାର ଲୋଭ ହେଲା। ସେ ମନେ ମନେ ଠିକ୍ କଲା ତୁଙ୍ଗବଳଙ୍କୁ ଲାବଣ୍ୟବତୀଙ୍କୁ ଦାନ କରିବା ପାଇଁ। ଏଇ କଥା ମନେ ମନେ ଠିକ୍ କରି ଧନୀ ବଣିକ ଲାବଣ୍ୟବତୀକୁ ତୁଙ୍ଗବଳଙ୍କ ହାତରେ ଟେକିଦେଲା। ଯେଉଁ ତୁଙ୍ଗବଳ ଲାବଣ୍ୟବତୀଙ୍କ ପାଇଁ ଏତେ ସବୁ ଦାନ କଲେ ଶେଷରେ ସେହି ନାରୀକୁ ପାଖରେ ପାଇ ମନେ ମନେ ଆନନ୍ଦିତ ହେଲେ। ଖୁସି ମନରେ ଲାବଣ୍ୟବତୀ ଓ ତୁଙ୍ଗବଳ ପ୍ରସାଦ ମଧ୍ୟକୁ ଗଲେ। ଏସବୁ ଦେଖି ଧନୀ ବଣିକ ମନେ ମନେ ଦୁଃଖ ପ୍ରକାଶ କଲା। ମାତ୍ର ସେତେବେଳକୁ ସବୁ ଶେଷ ହୋଇଯାଇଥାଏ। ସାମାନ୍ୟ ଧନ ଲୋଭରେ ନିଜର ପ୍ରାଣପ୍ରିୟା ପତ୍ନୀକୁ ଧନୀ ବଣିକ ଅନ୍ୟ ଜଣଙ୍କ ହାତରେ ଟେକିଦେଲା। ତ ଶ୍ରୋତା ବନ୍ଧୁମାନେ, ଆଶା କରୁଛି ଆଜିର ଏହି ଗପଟି ଆପଣମାନଙ୍କୁ ନିଶ୍ଚିତ ପସନ୍ଦ ଆସିବ। ଆଉ ପସନ୍ଦ ଆସିଥିଲେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁନି। ତେଣୁ ଆଜି ପାଇଁ ରହୁଛି। ବାଏ। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଗପ ସହିତ। ଜୟ ଜଗନ୍ନାଥ। ସମାପ୍ତ।